ଗ୍ୟାସ୍ ତ ସବୁ ଜାମ୍ ହେଇକି ରହୁଛି 60 ଟଙ୍କା ବଢ଼ୁଛି ସେଥିରେ କିଛି ଅବଶ୍ୟ ଚଳିଯିବ ଆଉ କିନ୍ତୁ ଯେଉଁ ଗ୍ୟାସ୍ଟା ନ ମିଳିବାଟା ବହୁତ ଅସୁବିଧା ସକାଳୁ ଆସିକି 9ଟା ସାଢ଼େ 9ଟାରୁ ଆସିକି ଠିଆ ହେଇବାକୁ ପଡ଼ୁଛି ଗ୍ୟାସ୍ ପାଇଲେ ଆସିକୁ 2 ଘଣ୍ଟା 3 ଘଣ୍ଟା ପ୍ରାୟ ଲେଟ୍ ରହୁଛି ସେଇଗୁଡ଼ା କେମିତି ନ ହେଉ ସେଇସବୁ ଜିନିଷ କେମିତି ଆଭେଲେବୁଲ୍ଟା ସବୁବେଳେ ରହୁ ଗ୍ୟାସ୍ ସେଇଟା ଆମର ଦରକାର ଆମ ପବ୍ଲିକ୍ ଜନସାଧାରଣଙ୍କୁ ସେଇଟା ଦରକାର ଆଜ୍ଞା ଆଉ କ'ଣ ଦରକାର ମିଳୁଛି ସମସ୍ୟାଟା କ'ଣ ଯେଉଁ ଆସିକି ଫେରିବାଟା ସମସ୍ୟା ତ ଆଉ ଯଦି ଗ୍ୟାସ୍ ଆଭେଲେବୁଲ୍ ନ ରହିବ ସେଇଟା ସମସ୍ୟା ଆଉ ଆସିଲେ ଅଧଘଣ୍ଟାରେ ଘଣ୍ଟାରେ ନେଇକି ପଳେଇଲେ ସେଇଟା ଠିକ୍ ଯଦି ନ ପହଞ୍ଚିବେ ତାଙ୍କୁ ସିଏ କୁଆଡ଼େ ଆଣିକି ଦେବେ ଗ୍ୟାସ୍ଟା ତାଙ୍କ ପାଖରେ ନ ପହଞ୍ଚିଲେ ଆମକୁ କୁଆଡ଼େ ସିଏ ଦେବେ ଭିଡ଼ ଅଛି ଯେଉଁ ଆସିନଥିଲା ଗ୍ୟାସ୍ଟା କାଲି ନା 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 ସେଟା ସେ ସନ୍ଦେହ କିଛି ନାହିଁ ମିଳୁଛି ଟିକେ ଏକ ପ୍ରମୋଦ କୁମାର ବର୍ତ୍ତମାନ ଯେଉଁ 60 ଟଙ୍କା ବଢ଼ିଛି ଭବିଷ୍ୟତରେ କିଛିଟା ବଢ଼ିଯାଇପାରେ ବୋଲି ଆଉ କିଛି ବି ମଧ୍ୟ ବଢ଼ିଯାଇପାରେ 160 ଜାଗାରେ 120 ହେଇପାରେ କି କ'ଣ ସେଥିପାଇଁ ବର୍ତ୍ତମାନ ସମସ୍ତେ ଆସିକି ଗ୍ୟାସ୍ ତାଙ୍କର ନେଇଯାଉଛନ୍ତି ଭବିଷ୍ୟତ ପାଇଁ ରଖିଦେଉଛନ୍ତି ହଁ ଭୟ ମନରେ ଗୋଟେ ଭୟ ରହୁଛି ବା ଗୋଟେ କିନ୍ତୁ ରହୁଛି ସେତିକି ତ ହେଲା କଥା ଆଉ କ'ଣ ଗ୍ୟାସ୍ଟା ଏକକାଳୀନ ଆସିକି ସମସ୍ତେ ନେଉଛନ୍ତି ପାଇଁ ସେଥିପାଇଁ ଗ୍ୟାସ୍ଟା ପାଇଁ ଗହଳି ଜମିଛି ଆଉ